ରେଟ୍ ବଢ଼ି ବଢ଼ି ଚାଲିଛି, ସବୁ ପରିବା ଦର ମଧ୍ୟ ବଢ଼ି ବଢ଼ି ଚାଲିଛି, କିନ୍ତୁ ମୋହନ ମାଝୀ ବାରମ୍ବାର ଖାଲି ଦିଲ୍ଲୀ ଯାଉଛନ୍ତି, କିନ୍ତୁ ଆଏ ଦିଲ୍ଲୀ କ'ଣ କରେ? କାଲି ବି ସେ କଥା ହେଇଛନ୍ତି ମମତା ବାନାର୍ଜୀ ସହିତ। ସେମିତି ହବନି ଇଏ ମୋହନ ବାବୁ, ତମେ ଟିକେ ଜୋରରେ କଥାବାର୍ତ୍ତା କର। ତା ନହେଲେ ଆମେ ଓଡ଼ିଶା ଦେଇ ଯେଉଁ ଯାଉଛି ସବୁ ସରଞ୍ଜାମ ଆମେ ବାଧ୍ୟ ହେଇ ବର୍ଡର ଏରିଆ ଅଟକାଇବୁ। 90% ଲୋକ ଆଳୁ ଉପରେ ନିର୍ଭର କରନ୍ତି ଆମ ଗାଁ ଗହଳି ଭୁବନେଶ୍ୱର ଯାଏ ସାରା ଓଡ଼ିଶାରେ, ସାରା ପୃଥିବୀର ଆଳୁର ଡିମାଣ୍ଡ। ମୁଁ ଅନ୍ୟ ଦେଶକୁ ଯାଇଛି, ୟୁରୋପ କଣ୍ଟ୍ରି ଆଳୁ, ଆଫ୍ରିକା କଣ୍ଟ୍ରି ଆଳୁ, ଏବେ ମୁସଲମାନ କଣ୍ଟ୍ରି ଆରବ କଣ୍ଟ୍ରିରେ ବି ଆଳୁ। କିନ୍ତୁ କାହିଁକି ଓଡ଼ିଶା ହେଉଛି ମେନ୍ ଆଳୁ ପ୍ରିୟ ଖାଦ୍ୟ। ଭାତ ଆଳୁ ପୋଡ଼ିକି ଖାଇଦେବେ, ଭାତ ଆଳୁ ସିଝେଇ ଖାଇବେ, ଭାତ ଆଳୁ ଭାଜିକି ଖାଇବେ। ବଡ଼ ଲୋକମାନେ ଆଳୁ ମାଂସରେ ପକେଇ ଖାଇବେ, ମାଛରେ ପକେଇ ଖାଇବେ, ଘାଣ୍ଟରେ ପକେଇ ଖାଇବେ, ଡାଲମାରେ ପକେଇ ଖାଇବେ। ଆଳୁଟା ନିହାତି ଦରକାର। ସିଙ୍ଗଡ଼ାରେ ଆଳୁ ଦରକାର, ମାନେ ଦୋସାରେ ଆଳୁ ଦରକାର, ଆଳୁ ଦମ୍ ବରା ସାଥିରେ ଆଳୁ ଦରକାର। ଆଳୁଟା ମେନ୍ ଖାଦ୍ୟ। ଆଏ ମୋହନ ବାବୁ ଖାଲି ଫୋନ୍ ଏଗୁଡ଼ାକ କାମ ନୁହଁ। କାହିଁ ତମକୁ ସେ ଏତେ ରେସ୍ପେକ୍ଟ ଦେବେ? ତମେ ତାଙ୍କର କ'ଣ ଗୋଟା କରି ପକେଇଛ? ତାର ତ ଅଲଗା ସରକାର। ଆଏ ନବୀନ ବାବୁ ତମେ ଟିକେ ପକାଏ, ତମ ଭଉଣୀ ସେ। ତମେ ପ୍ରଥମ ଦିନ କହିଲେ ଆଳୁ ସେ ଛାଡ଼ିଲା, ତମ ଭଉଣୀ କହ ଆଳୁ ପଠେଇବେ। ସାଡ଼େ ବଙ୍ଗଳାଦେଶରୁ ବଙ୍ଗାଳୀ ଚାରିଆଡ଼େ ମାତିଗଲେଣି। ଆପଣ ଦେଖିବେ ଭିତର କନିକା ଭର୍ତ୍ତି ହେଇଗଲେଣି। ଇନକ୍ୱାରି ନାହିଁ, ସର୍ଭେ ନାହିଁ, ଯିଏ ଯୁଆଡ଼େ ପାଉଛି ପଶିଲାଣି। କଲିକତା ବର୍ଡର ଦେଇ ଡେଇଁ ଆଇଲେଣି, ପଦ୍ମା ନଦୀ ଦେଇ ପଳେଇ ଆଇଲେଣି। ସେଠି ହିନ୍ଦୁକୁ ଅତ୍ୟାଚାର, ରେପ୍, ମର୍ଡର, ଚୋରି, ଡକାୟତ, ଲୁଟ, ଭୟଙ୍କର ପରିସ୍ଥିତି ଏଇନା ବାଂଲାଦେଶରେ, ଭାରତ ବର୍ଷରେ। ମମତା ବାନାର୍ଜୀ ତମେ ଆଉ ବେଶୀ ଚୁପୁଡ଼ି ହୁଅନି, ବେଶୀ ଦେଖେଇ ହୁଅନି। ଆଳୁଟା ତମର ସେଠି ଭଗବାନ ଦେଇଛି, ତେଣୁ ଆଳୁ ତୁରନ୍ତ ପଠାଅ। ଆମ ଭାଇ ଗରିବଠୁ ଧନୀ ପର୍ଯ୍ୟନ୍ତ ଓଡ଼ିଶାବାସୀ ଆଳୁ ଖାଇବେ।